ଆଜିକାଲି ବିଜ୍ଞାନ ଆମର ଯେଉଁ ଅପକାର ସାଧନ କରୁଛି ତାହା ବିଜ୍ଞାନର ଅପରାଧ ନୁହେଁ, ବରଂ ତାହା ହେଉଛି ମଣିଷର ଅସୁସ୍ଥ ମାନସିକତାର ପରିଣାମ। ମଣିଷ ଆଜି ପଦାର୍ପଣ କରିଛି ବିଜ୍ଞାନ ଯୁଗରେ। ବିଜ୍ଞାନର ଅଭିନବ ଉଦ୍ଭାବନ ମଣିଷକୁ କରିଛି ଚମତ୍କୃତ। ଯୁଗେ ଯୁଗେ ମଣିଷ ଚାହିଁଛି ଶାନ୍ତି। ସମାଜରୁ ଯୁଦ୍ଧ ଭୟ ଦୂର କରି ଶାନ୍ତିର ଅମୀୟ ମଧୁରବାଣୀ ପ୍ରଚାର କରିବାକୁ ସେ ଭଲ ପାଇଛି। ବିଜ୍ଞାନ ବଳରେ ମଣିଷ ଆଜି ଧରାକୁ ସରା ବୋଲି ମନେ କରୁଛି। ଯୁଦ୍ଧ ମଣିଷର ସହଜାତ ପ୍ରବୃତ୍ତି। ପ୍ରାଚୀନ କାଳରେ ମଧ୍ୟ ମଣିଷ ଯୁଦ୍ଧ କରୁଥିଲା ଏବଂ ଏବେ ମଧ୍ୟ ମଣିଷ ଯୁଦ୍ଧ କରୁଛି। ମାତ୍ର ପ୍ରାଚୀନ ଏବଂ ଆଧୁନିକ କାଳର ଯୁଦ୍ଧ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ପ୍ରାଚୀନ କାଳରେ ଯୁଦ୍ଧ ଥିଲା ସୀମାବଦ୍ଧ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଯୁଦ୍ଧ ସଂଗଠିତ ହେଉଥିବାରୁ ସାଧାରଣ ଜନତା ସେ ଯୁଦ୍ଧ ଦ୍ୱାରା କ୍ଷତିଗ୍ରସ୍ତ ହେଉନଥିଲେ। ମାତ୍ର ସାମ୍ପ୍ରତିକ କାଳରେ ଯୁଦ୍ଧ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟରେ ଆଉ ସୀମାବଦ୍ଧ ହୋଇ ରହୁନାହିଁ। ଏହା ହେଉଛି ବିଶ୍ୱବ୍ୟାପୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ଉପରେ ପକାଯାଇଥିବା ପରମାଣୁ ବୋମାର କୁପ୍ରଭାବ ଏପର୍ଯ୍ୟନ୍ତ ବିଶ୍ୱବାସୀ ଭୁଲି ନାହାନ୍ତି। ପରମାଣୁ ବୋମାକୁ ବିଶ୍ୱ ଶାନ୍ତି ନିମନ୍ତେ ବ୍ୟବହାର କରିବା ପାଇଁ ଆଇନଷ୍ଟାଇନ୍ ବିଶ୍ୱ ସମୁଦାୟକୁ ନିବେଦନ କରିଥିବା କଥା ଆମ ସମସ୍ତଙ୍କୁ ଜଣା। କିନ୍ତୁ ସ୍ୱାର୍ଥନ୍ୱେଷୀ ମଣିଷ ନିଜର କୁପ୍ରବୃତ୍ତି ପାଇଁ ବିଜ୍ଞାନର ଦୁରୁପଯୋଗ କରି ନିଜ କପାଳରେ କଳଙ୍କର ତିଳକ ବହନ କରିବା ପାଇଁ ପଛଘୁଞ୍ଚା ଦେଇନଥାଏ। ଶିଳ୍ପ ବିପ୍ଳବ ପରେ ପରେ ବିଜ୍ଞାନର ହେଲା ପ୍ରଗତି। ମାତ୍ର ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଆଶାତୀତ ଉନ୍ନତି ଲାଭ କରିଛି। ସମଗ୍ର ବିଶ୍ୱକୁ ଏହା ନିକଟତର କରିପାରିଛି। ମାତ୍ର ବେଳେବେଳେ କ୍ଷମତାନ୍ଧ ବ୍ୟକ୍ତିମାନେ ବିଜ୍ଞାନକୁ ବିଶ୍ୱ ଧ୍ୱଂସ ଦିଗରେ ପ୍ରୟୋଗ କରି ମଣିଷ ସମାଜକୁ ବିଷାଦମୟ କରିଦେଉଛନ୍ତି। କେତେକ ଅଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ଆଜି ପୃଥିବୀ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ପୁଣି ଆତଙ୍କବାଦୀଙ୍କ ହାତରେ ଯଦି କୌଣସି ପ୍ରକାରର ଅଣୁ ଅସ୍ତ୍ର ପହଞ୍ଚିଯାଏ ତେବେ ସୁନ୍ଦର ପୃଥିବୀର ମୃତ୍ୟୁ ହେବାକୁ ବେଶୀ ସମୟ ଲାଗିବ ନାହିଁ। ମହାକାଶର ରହସ୍ୟକୁ ଉଦ୍ଘାଟନ କରିବା ପାଇଁ ଆମେରିକା ଓ ରୁଷିଆ ପ୍ରତିଯୋଗିତାମୂଳକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ବାସ୍ତବିକ ଆକାଶମଣ୍ଡଳର ରହସ୍ୟ ଭେଦ କରିବା ପାଇଁ ଯେପରି ପ୍ରତିଯୋଗିତା ଚାଲିଛି ତାହା ବିଶ୍ୱ ଶାନ୍ତି ଦିଗରେ ବ୍ୟବହୃତ ହେବା ଉଚିତ। 1986 ମସିହା ନଭେମ୍ବର 10 ତାରିଖରେ ପ୍ରଥମ କରି ଆନ୍ତର୍ଜାତିକ ସ୍ତରରେ ଇଣ୍ଟରନ୍ୟାସନାଲ୍ ୱିକ୍ ଅଫ୍ ସାଇନ୍ସ ଆଣ୍ଡ ପିସ୍ ସପ୍ତାହ ଆରମ୍ଭ ହୋଇ ସେହି ବର୍ଷକୁ ଆନ୍ତର୍ଜାତିକ ଶାନ୍ତି ବର୍ଷ ରୂପେ ପାଳନ କରାଯାଇଥିଲା। 1988 ମସିହା ଡିସେମ୍ବର ମାସରେ ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ନଭେମ୍ବର ମାସର 11 ତାରିଖକୁ ଧରି ଏକ ସପ୍ତାହ ବ୍ୟାପୀ ପ୍ରତିବର୍ଷ ବିଜ୍ଞାନ ଓ ଶାନ୍ତିର ଆନ୍ତର୍ଜାତିକ ସପ୍ତାହ ପାଳନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାକୁ ସରକାରୀ ଓ ବେସରକାରୀ ସ୍ତରର ବିଭିନ୍ନ ସଂଗଠନକୁ ପାଳନ କରିବା ପାଇଁ ପ୍ରବଳ ଭାବରେ ବାଧ୍ୟ କରାଗଲା। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଶାନ୍ତିକୁ କିପରି ତୃଣମୂଳ ସ୍ତରରୁ ଉଚ୍ଚ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରିବ ସେଥିପାଇଁ ନିରନ୍ତର ଉଦ୍ୟମ ହୋଇ ଅଂଶଦାନ ଓ ସହଯୋଗ ସକାଶେ ବିଭିନ୍ନ ପଦକ୍ଷେପ ହାତକୁ ନିଆଗଲା। କେତେକ ମୁଖ୍ୟ ଉଦ୍ଦେଶ୍ୟ ହେଲା ଆନ୍ତର୍ଜାତିକ ଶାନ୍ତି, ସୁରକ୍ଷା ଓ ସହଯୋଗର ପଦୋନ୍ନତି, ମାନବିକତା ଅଧିକାରର ପଦୋନ୍ନତି, ପରିବେଶ ସୁରକ୍ଷା, ସାମାଜିକ ଓ ଆର୍ଥିକ ସ୍ତରରେ ମାନବିକତାର ଉନ୍ନତି, ସବୁଜ ସମାଜ ପଥରେ ବିଜ୍ଞାନର ଭୂମିକା, ସମାଜର ରକ୍ଷଣ ପାଇଁ ବୈଜ୍ଞାନିକ ଓ ବିଜ୍ଞାନର ଭୂମିକାର ମୂଲ୍ୟ ନିର୍ଦ୍ଧାରଣ ଉପରେ ଧ୍ୟାନ, ବିଶ୍ୱ ଶାନ୍ତି ଓ ସାମାଜିକ ଉନ୍ନତି ତଥା ଆନ୍ତର୍ଜାତିକ ସ୍ତରରେ ଶାନ୍ତିପୂର୍ଣ୍ଣ ପରିବେଶ ବୃଦ୍ଧି ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା, 2015 ମସିହାରେ ଶାନ୍ତି ଓ ଉନ୍ନତି ପାଇଁ ବିଶ୍ୱ ବିଜ୍ଞାନ ଦିବସରେ 2030 ପାଇଁ ହେଉଥିବା କାର୍ଯ୍ୟସୂଚୀରେ ପୋଷଣୀୟ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ
ନୂତନ ଦୃଷ୍ଟିଭଙ୍ଗୀ ଯଥା ମାନବିକତା, ପୃଥିବୀ ଓ ଶାନ୍ତି ପାଇଁ ପରବର୍ତ୍ତୀ 15 ବର୍ଷ ବିଜ୍ଞାନର ବାସ୍ତବ ରୂପ ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଜ୍ଞାନର ଅପବ୍ୟବହାର ପାଇଁ ସର୍ବାଧିକ କ୍ଷୟକ୍ଷତି ହୋଇ ଶାନ୍ତି ପାଇଁ ପ୍ରତିବନ୍ଧକ ହୋଇଥିବା କେତେକ ନିର୍ଦ୍ଦିଷ୍ଟ ବିଶିଷ୍ଟ ଘଟଣା ମଧ୍ୟରୁ ଭିଏତନାମ ଯୁଦ୍ଧ ଅନ୍ୟତମ। ଏହି ଯୁଦ୍ଧର ଫଳାଫଳ ଯାହା ହେଉନା କାହିଁକି ତାହାର ଭୟାବହ ପରିଣତି ନିଶ୍ଚିତ ଭାବରେ ଆଜି ମଧ୍ୟ ପ୍ରତ୍ୟେକ ଆମେରିକୀୟଙ୍କ ମନରେ ସବୁଠାରୁ ଦୁଃଖ ସୃଷ୍ଟି କରୁଥିବ। ଶାନ୍ତି ପାଇଁ ବିଜ୍ଞାନର ବ୍ୟବହାର ଯଦିଓ ଅପରିହାର୍ଯ୍ୟ, ତଥାପି ସାମୟିକ ସୁବିଧା ଓ ସୁଖ ପାଇଁ ଏହାର ନକାରାତ୍ମକ ଦିଗକୁ ଆପଣେଇ ମନୁଷ୍ୟ ଆବହମାନ କାଳରୁ ପ୍ରଥମ ଅପବ୍ୟବହାର ଜଙ୍ଗଲ କ୍ଷୟରୁ ଆରମ୍ଭ କରି ଆଜି ଏକ ଧ୍ୱଂସାତ୍ମକ ରାସ୍ତାରେ ଧାବମାନ ହେଉଅଛି। ଏହାର କେତେକ ମହତ୍ତ୍ୱପୂର୍ଣ୍ଣ ଉଦାହରଣ ହେଲା କୃଷି। ସଭ୍ୟତାର ପ୍ରାରମ୍ଭରେ ମଣିଷ ଯେତେବେଳେ ସଂଘବଦ୍ଧ ହୋଇ ଗୋଷ୍ଠୀ ଜୀବନଯାପନ କଲା, ସେତେବେଳେ କୃଷି କାର୍ଯ୍ୟ ଆରମ୍ଭ କରିଥିଲା। କାଳକ୍ରମେ କୃଷିକ୍ଷେତ୍ର ପାଇଁ ଜଙ୍ଗଲ କାଟି ନିଜର ଭବିଷ୍ୟତ ଧ୍ୱଂସ ପ୍ରକ୍ରିୟା ଅୟମାରମ୍ଭ କଲା। ଲୋକସଂଖ୍ୟା ବୃଦ୍ଧି ଓ ବିସ୍ତାର। ଯଦିଓ କୃଷି ଜଙ୍ଗଲ କ୍ଷୟର ପ୍ରାଥମିକ କାରଣ, ତଥାପି ଲୋକସଂଖ୍ୟା ବୃଦ୍ଧି ଓ ବିସ୍ତାର ଏହାର କେନ୍ଦ୍ରସ୍ଥଳୀ ରୂପେ ବିଦ୍ୟମାନ। ବିଭିନ୍ନ ପ୍ରାକୃତିକ ସମ୍ପଦର ନଷ୍ଟ କେବଳ ଜନସଂଖ୍ୟା ବୃଦ୍ଧି ପାଇଁ ହେଉଛି, ଯାହାକି ବିଜ୍ଞାନର ଶାନ୍ତିପୂର୍ଣ୍ଣ ବ୍ୟବହାରରେ ରୋକାଯାଇପାରିବ। ମରୁଭୂମିକରଣ। ଜଙ୍ଗଲ କାଟିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ଆସେ। ବର୍ଷାର ଅନିୟମିତତା, ସମାନତା ଓ ଅନିର୍ଦ୍ଦିଷ୍ଟତା ଜମି ମରୁଡ଼ି ହୋଇ କାଳକ୍ରମେ ମରୁଭୂମି ଆଡ଼କୁ ଅଗ୍ରସର ହୋଇଥାଏ। ଏବେ ଦେଖାଯାଇଛି ଯେ ସାହାରା ମରୁଭୂମି ଦକ୍ଷିଣ ଆଡ଼କୁ ପ୍ରତିବର୍ଷ 48 କିଲୋମିଟର ବଢ଼ିବାରେ ଲାଗିଛି। ଆକାଶମଣ୍ଡଳର ରହସ୍ୟକୁ ଉଦ୍ଘାଟିତ କରିବା ପାଇଁ ଆମେରିକା ଓ ରୁଷିଆ ପ୍ରତିଯୋଗିତାମୂଳକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରି ସେଦିନ ଆମେରିକାର ଚନ୍ଦ୍ରଯାତ୍ରୀ ଗର୍ବର ସହିତ ଘୋଷଣା କରିଥିଲା, ଚନ୍ଦ୍ରପୃଷ୍ଠରେ ସେମାନଙ୍କର ପ୍ରତ୍ୟେକ ପଦକ୍ଷେପ ହିଁ ମଣିଷ ଜାତିର ପ୍ରଗତିର ପ୍ରତୀକ। ବାସ୍ତବିକ ଆକାଶମଣ୍ଡଳର ରହସ୍ୟ ଭେଦ କରିବା ପାଇଁ ଯେପରି ପ୍ରତିଯୋଗିତା ଚାଲିଛି, ତାହାର ବିଶ୍ୱ ଶାନ୍ତି ଦିଗରେ ବ୍ୟବହୃତ ହେବା ଉଚିତ। ବିଶ୍ୱର ପ୍ରଧାନ ପ୍ରଧାନ ଦେଶମାନଙ୍କ ମଧ୍ୟରେ ସନ୍ଧି ସ୍ୱାକ୍ଷରିତ ହୋଇ ଶାନ୍ତିର ବାଣୀକୁ ବେତାର କେନ୍ଦ୍ର ଓ ଦୂରଦର୍ଶନ କେନ୍ଦ୍ରମାନଙ୍କରୁ ପ୍ରଚାର କରାଯିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ରେଡ଼ିଓ ଓ ଟେଲିଭିଜନ ବିଶ୍ୱଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କଲେ ବିଶ୍ୱ ବକ୍ଷରୁ ଯୁଦ୍ଧ ଭୟ ଲୋପ ପାଇଯିବ। ଉନ୍ନତ ଦେଶ ସମୂହ ବିଜ୍ଞାନକୁ ବିଶ୍ୱ ଧ୍ୱଂସ ପାଇଁ ବିନିଯୁକ୍ତ ନ କରି ଅଗ୍ରସର ଦେଶରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟୋଗ କରିବା ଉଚିତ। ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ଦିଗରେ ବିଜ୍ଞାନକୁ ପ୍ରୟୋଗ କରିବା, ଯାତାୟାତର ସୁବିଧା, ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି ଦିଗରେ ବିଜ୍ଞାନକୁ ବ୍ୟବହାର କରିବା ପାଇଁ ଚେଷ୍ଟା ହେଲେ ଅନଗ୍ରସର ଦେଶଗୁଡ଼ିକର ମଙ୍ଗଳ ହେବ। ତେଣୁ ବିଜ୍ଞାନକୁ ବିଶ୍ୱ ଧ୍ୱଂସ କରିବା ଦିଗରେ ପ୍ରୟୋଗ ନ କରି ବିଶ୍ୱର କଲ୍ୟାଣ ଦିଗରେ ବ୍ୟବହାର କରିବା ସର୍ବାଦୌ ମଙ୍ଗଳପ୍ରଦ। ଏହାଦ୍ୱାରା ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ ହେବ ବିଶ୍ୱଜନନୀ ଭାତୃଭାବ। ବୈଜ୍ଞାନିକମାନେ ମାରଣାସ୍ତ୍ର ଉଦ୍ଭାବନ କରିବା ପାଇଁ ଚେଷ୍ଟା ନ କରି ବିଶ୍ୱର କଲ୍ୟାଣ ପାଇଁ ରୋଗମୁକ୍ତକାରକ ଔଷଧ, ଚାଷ ପାଇଁ ଜୈବିକ ସାର ଓ କୀଟନାଶକ, ଉନ୍ନତମାନର ଅଧିକ ଅମଳକ୍ଷମ ବିହନ, ବୈଜ୍ଞାନିକ ଯନ୍ତ୍ରପାତି ଇତ୍ୟାଦିର ଉଦ୍ଭାବନ ସେମାନଙ୍କର ପ୍ରଧାନ ଧର୍ମ ହେବା ଉଚିତ। ଏହାଦ୍ୱାରା ବିଶ୍ୱ ଶାନ୍ତି ପ୍ରତିଷ୍ଠିତ ହେବ ଏବଂ ମଣିଷର ଜୀବନ ହେବ ମଧୁମୟ ଓ ଅମୃତମୟ। ଆଜି ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ଯୁଦ୍ଧର ଆଶଙ୍କା କରୁଛି। କେଉଁ ମୁହୂର୍ତ୍ତରେ ଯୁଦ୍ଧର ବିଭୀଷିକା ଘଟି ବିଶ୍ୱ ଧ୍ୱଂସ ହୋଇଯିବ, କେହି କହିପାରିବେ ନାହିଁ। ତେଣୁ ଆଜି ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଏହି ବିଜ୍ଞାନକୁ ମଣିଷ ଜାତିର ମଙ୍ଗଳ ଦିଗରେ ପ୍ରୟୋଗ କରି ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା କରିବା ଉଚିତ। ବିଜ୍ଞାନ ମଣିଷକୁ ପ୍ରତ୍ୟେକ ବସ୍ତୁ ପ୍ରଦାନ କରିଛି ସତ, ମାତ୍ର ମଣିଷ ମନରୁ ସନ୍ତୋଷକୁ ଅପହରଣ କରି ନେଇଛି। ଏହା ମଣିଷକୁ ଭୌତିକ ଆନନ୍ଦ ଦେଇପାରେ, ମାତ୍ର ପ୍ରକୃତ ସନ୍ତୋଷ ଦେଇପାରିବ ନାହିଁ। ମଣିଷକୁ ବିଜ୍ଞାନ କରିଛି
ସ୍ୱାର୍ଥପ୍ରବଣ। ତା'ର ମାନବିକତାକୁ ଦୂରେଇ ଦେଇଛି। ବିଜ୍ଞାନର ପ୍ରଗତି ଅପ୍ରତିହତ, ମାତ୍ର ବିଜ୍ଞାନ ହେଉ ମାନବ କଲ୍ୟାଣର ପ୍ରେରଣା ଓ ଶାନ୍ତିର ବାର୍ତ୍ତାବହ। ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ୍ ଯେଉଁଦିନ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଧର୍ମ ବିନା ବିଜ୍ଞାନ ଅନ୍ଧ ଓ ବିଜ୍ଞାନ ବିନା ଧର୍ମ ପଙ୍ଗୁ, ସେଦିନ ସାରା ବିଶ୍ୱରେ ଗୋଟିଏ ଚମକ ଖେଳିଯାଇଥିଲା। ବିଜ୍ଞାନ ପୃଥିବୀକୁ ଗୋଟିଏ ଡୋରିରେ ବାନ୍ଧି ରଖିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଙ୍କୁଶହୀନ ଜୟଯାତ୍ରା ପୃଥିବୀ ବକ୍ଷରେ ଗୋଟିଏ ପରିପୋଷଣକାରୀ ପ୍ରଦୂଷଣମୁକ୍ତ ସୁସ୍ଥ ସମାଜ ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା ଚଳାଇଛି। ବିଗତ ଶତାବ୍ଦୀରେ ଭୌତିକ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ମହାକାଶ ବିଜ୍ଞାନ ଉପରେ ଆଲୋକପାତ କରାଯାଇଥିଲା। ଚଳିତ ଶତାବ୍ଦୀରେ ଜୈବ ପ୍ରଯୁକ୍ତି ବିଦ୍ୟା, ଜେନେଟିକ୍ ଇଞ୍ଜିନିୟରିଂ, ମଲିକୁଲାର ଜେନେଟିକ୍ସର ପ୍ରଭୂତ ଉନ୍ନତି ହୋଇଛି। ଦୁଃଖର କଥା, ବୈଜ୍ଞାନିକ ଉପଲବ୍ଧିକୁ ଉପଜୀବ୍ୟ କରି ଅନେକ ବିପଥଗାମୀ ଶକ୍ତି ପୃଥିବୀରେ ଧ୍ୱଂସଲୀଳା ସଂରଚନା କରୁଛନ୍ତି। ଗଣସଂହାର ରଚନା କରି ସେମାନେ ସେମାନଙ୍କ ଦ୍ୱାରା ଘୃଣ୍ୟ ହୋଇଛନ୍ତି। ମଣିଷ ଆଜି ଭସ୍ମାସୁର ପାଲଟିଛି। ବିଜ୍ଞାନ ବଳରେ ବଳିୟାନ ହୋଇ ରାମକୁ ପୂଜା ନ କରି ରାବଣକୁ ପୂଜା କରୁଛି। ଧର୍ମ ରାସ୍ତାରେ ନ ଯାଇ ଅଧର୍ମର ଯାତ୍ରୀ ହେଉଛି। ୟୁରାନିୟମରୁ ପରମାଣୁ ବୋମା ତିଆରି କରି ଜନସମାଜକୁ ଧ୍ୱଂସ କରିବାର ସ୍ୱପ୍ନ ଦେଖୁଛି। ଆନ୍ଥ୍ରାକ୍ସ ବୀଜାଣୁ ପ୍ରୟୋଗ କରି ସାରା ବିଶ୍ୱକୁ ଜନଶୂନ୍ୟ କରିବାକୁ ଧମକ ଦେଉଛି। କରୋନା ରୋଗର ଭୟାବହତାକୁ ସ୍ମରଣ କଲେ ଏବେ ମଧ୍ୟ ମଣିଷ ମନରେ ଭୟର ଶିହରଣ ସୃଷ୍ଟି ହେଉଛି। ଏହା ବିଜ୍ଞାନକୁ ଅପ୍ରିୟ କରିଦେଉଛି, ଅଗ୍ରାହ୍ୟ କରିଦେଉଛି। ଏକଥା ସତ୍ୟ, ଆମେ ଶିବଙ୍କୁ ପୂଜା କରିବା ଶବକୁ ନୁହେଁ। ବିଜ୍ଞାନ ନିଶ୍ଚିତ ସର୍ବମଙ୍ଗଳ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହାର ଅପପ୍ରୟୋଗ ନିନ୍ଦନୀୟ। ବିଶ୍ୱର ବିଜ୍ଞାନ ବଳରେ ସତ୍ୟ, ଧର୍ମ, ଶାନ୍ତି ଓ ପ୍ରେମର ପ୍ରତିଷ୍ଠା କରିବା, ମନୁଷ୍ୟର ମୂଲ୍ୟ ପ୍ରଦାନ କରିବା ଆଜି ଦିନର ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଆହ୍ୱାନ।